ଯେଉଁ ଘରେ ପ୍ରତ୍ୟେକ ନାରୀ ଆଜ୍ଞା ପୂଜା କଲା ବେଳେ ଜୋରରେ ଘଣ୍ଟି ବଜେଇ ବଜେଇ ବା ଜୋରରେ ଘଣ୍ଟ ବାଡେଇ ବାଡେଇ ଠାକୁର ପୂଜା କରେ, ସେ ଘରକୁ କେବେ ଦାରିଦ୍ର୍ୟ ଆସେ ନା, ସେ ଘରକୁ କେବେ ଦୁର୍ଦିନ ଆସେ ନା, ସେ ଘରକୁ କେତେବେଳେ ଭୂତ ପିଶାଚ କାହାର କୁଦୃଷ୍ଟି ପଡେ ନା। ଗୋଟିଏ ଥର ଶଙ୍କର ଭଗବାନ ଦେବୀ ପାର୍ବତୀ କୈଳାସ କନ୍ଦରକୁ ଯେତେବେଳେ ଆସିଲେ ବିବାହ କରି, ସେତେବେଳେ ଦେବୀ ପାର୍ବତୀ ଦେଖିଲେ ଶିବ ଗଣମାନେ ସବୁ ଅପରିଷ୍କାର କରି କୈଳାସ କନ୍ଦରକୁ ପକେଇଛନ୍ତି। ସଫାସୁତୁରା କରି ରୋଷେଇବାସ କରି ଯେତେବେଳେ ନିଜ ସ୍ୱାମୀଙ୍କି ଖାଇବାକୁ ବାଢିଲେ, ସେଇ ସମୟରେ ଆଜ୍ଞା ତାରକାସୁର ଆସିକିରି କୈଳାସ କନ୍ଦରକୁ ଆକ୍ରମଣ କରିବା ପାଇଁ ଭାବିଲା। ମା କଣ କଲେ, ଗୋଟେ ବିରାଟ ବଡ ଘଣ୍ଟ ଧରିଲେ, ସେ ଘଣ୍ଟକୁ ଆଜ୍ଞା ଦାନ ଦାନ କରି ଜୋର ଜୋର ବାଡେଇଲେ। ତାରକାସୁରର ସବୁ ଅସୁର ମାନେ ସେଇଥିରେ ଆଜ୍ଞା ମରିଗଲେ। ଆମେ ଏଇଥିରୁ ଶିଖିଲେ ଏଇଆ, କରୁଣାମୟୀ ମାଙ୍କୁ ଯେତେବେଳେ ଶିବଗଣ ମାନେ ଆସି ପଚାରିଲେ, କହିଲେ ମା ତାରକାସୁରର ସୈନ୍ୟମାନେ ମଲେ କେମିତି? ନା ମୋ ଘଣ୍ଟ ନାଦର ପ୍ରକୋପରେ ସମସ୍ତେ ମରିଗଲେ। ସେଇଠି ମା କହିଲେ, ଆଜିଠାରୁ ଯୋଉ ନାରୀ ପ୍ରତ୍ୟେକ ଘରେ ଠାକୁର ପୂଜା କଲା ବେଳେ ଘଣ୍ଟି ବଜେଇବ, ଘଣ୍ଟ ବାଡେଇବ, ତା ଘରେ କେବେ ହେଲେ କୁଦୃଷ୍ଟି ପଡିବନି, ଦାରିଦ୍ର୍ୟ ଆସିବନି, କେବେ ହେଲେ କାହାର ନଜର ପଡିବନି କି ଗ୍ରହ ଦୋଷ ଆସିବନି। ହଁ ଆଜ୍ଞା, ସେଇଥିପାଇଁ ଆପଣ ମାନେ ମନ୍ଦିରକୁ ଗଲେ ଘଣ୍ଟି ବାଡେଇକି ଯାଆନ୍ତି। ମନ୍ଦିରରେ ଆଳତି ହେଲା ବେଳେ ଘଣ୍ଟ ବାଡିଆ ହୁଏ। ଯେତେ ଶୁଭ କାର୍ଯ୍ୟ ହୁଏ ଘଣ୍ଟ ନାଦ ହେଲେ ଆଜ୍ଞା ପୂଜା କରିବେ। ଜୟ ଜଗନ୍ନାଥ।